ବଢ଼ିଆ ବାସ୍ନା ହେଉଛି। ପଖାଳ ସହିତ ୟାକୁ ଖାଇପାରିବେ, ନହେଲେ ରୁଟି ସହିତ ଖାଇପାରିବେ, ନହେଲେ ଆପଣ ପରଟା ସହିତ ମଧ୍ୟ ଖାଇପାରିବେ, ନହେଲେ ଆଉ ଗୋଟେ ବେଷ୍ଟ ଆଇଟମ୍ ଚକୁଳି ସହିତ ୟାକୁ ମଧ୍ୟ ଖାଇପାରିବେ। ବେଷ୍ଟ ହେବ ଚକୁଳି ସହିତ ୟାକୁ ଥରେ ଟ୍ରାଏ କରିକି ଦେଖନ୍ତୁ। ମୁଁ ଯେତେବେଳେ ବି ଖାଇ ଆଗ ଚକୁଳି ସହିତ ଇଏ ପୁରା ଆମର ପ୍ରଫେସନାଲ୍ ପୁରା ଆଳୁ ମାନେ ପୁରା କୁଟିବା ପାଇଁ ଲାଗିଛି। ଆଉ ଟିକେ ଜୋର ଅଛି ଆଜି କ'ଣ ଖାଇନ ନା କ'ଣ? ହାଇ ଗାଇସ୍, ମୁଁ ଆଇରନ୍ ଆପଣମାନଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍କୁ। ତେବେ ଆଜି ମୁଁ ଆପଣଙ୍କ ପାଇଁ ଗୋଟେ ନୂଆ ରେସିପି ନେଇକି ଆସିଛି, ଯେଉଁଟାକୁ ଆଳୁ ଛେଚା କୁହନ୍ତି। ତ ଆଜି ଆମେ ଦେଖିବା କି ଆଳୁ ଛେଚା କେମିତି ବନା ହେଉଛି, ଆଉ ତା ପାଇଁ ଆମେ କ'ଣ କ'ଣ ନେଇଛେ, କେତେଟା ଆଳୁ ନେଇଛେ, କେତେ ରସୁଣ ନେଇଛେ, କେତେ ପିଆଜ ନେଇଛେ, ଆଉ କେତେ ଲଙ୍କା ନେଇଛେ, ଆସନ୍ତୁ ଆମେ ଜାଣିନେବା। ଫାଷ୍ଟ ମୁଁ ଆଳୁ ଛେଚା ପାଇଁକି 4ରୁ 5 ଆଳୁ ନେଇଛି, ଗୋଟେ ରସୁଣ ନେଇଛି, ଗୋଟେ ପିଆଜ ନେଇଛି, ଆଉ 3ରୁ 4 ଶୁଖିଲା ଲଙ୍କା ନେଇଛି। ଫାଷ୍ଟ ଆମେ ଆଳୁଟାକୁ ପୁରା ଚୋପା ଛଡ଼େଇ ନେବା। ବର୍ତ୍ତମାନ ଆମର ଆଳୁଟା ପୁରା ଭଲ ଭାବରେ ଚୋପା ଛଡ଼େଇକି ଆମେ ତାକୁ ଧୋଇ ଦେଇଛେ। ଏବେ ଆମେ ରସୁଣଟାକୁ ଭଲ ଭାବରେ ଛଡ଼େଇ ନେବା। ଦେଖନ୍ତୁ ବର୍ତ୍ତମାନ ଆମର ରସୁଣଟା ଅଲରେଡ଼ି ଚୋପା ଆମେ ଛଡ଼େଇକି ତାକୁ ରଖିଦେଇଛେ। ଏବେ ଆମେ ପିଆଜଟାକୁ ଛଡ଼େଇ ନେବା ପୁରା ଭଲ ଭାବରେ। ଗୋଟେ ପିଆଜ ଆମେ ନେଇଛେ, ତାକୁ ଆମେ ୟୁଜ୍ କରିବା। ଦେଖୁଥିବେ ବର୍ତ୍ତମାନ ଆମର ସବୁ କଟାକଟି ହେଇକି ରେଡ଼ି ହେଇଯାଇଛି। ଆଳୁଟାକୁ ଆମେ ପୁରା କାଟିକି ରଖିଦେଇଛେ, ପିଆଜ ବି କଟା ହେଇଯାଇଛି, ଆଉ ରସୁଣ ଆମେ ଛଡ଼େଇ ରଖିଛେ। ଏବେ ଆସନ୍ତୁ ଆମେ ଏବେ ବର୍ତ୍ତମାନ ଆମର ଆଳୁ ଗୁଡ଼ା ଅଲରେଡ଼ି ଆମେ ଧୋଇକି ରଖିଦେଇଛେ। ଏବେ ତାକୁ ଆମେ ଛେଚିଦେବା। ଆମ ପାଖରେ ଯେହେତୁ ଛୋଟ ହେମଦସ୍ତା ଅଛି, ତ ଆମେ ତାକୁ ଅଧା ଅଧା କରିକି ଆମେ ଛେଚିବୁ। ଏକା ସାଙ୍ଗେ ସବୁ ଯାକ ଛେଚା ହେଇପାରିବନି। ଯଦି ଆପଣଙ୍କ ପାଖରେ ବଡ଼ ହେମଦସ୍ତା ଅଛି, ତ ତାହେଲେ ଆପଣ ସବୁ ଯାକ ଏକା ସାଙ୍ଗରେ ପକାଇକି ଛେଚି ପାରିବେ। ଭଲ ଭାବରେ ଆଳୁଟା ଉପରେ ଛେଚି ନେବେ। ଦେଖନ୍ତୁ ଆଳୁଟାକୁ ବର୍ତ୍ତମାନ ଆପଣ ଏଇଭଳିଆ ଇଏରେ ଛେଚିବେ, ୟାଠୁ ଅଧିକ ଛେଚିବେନି। ତାକୁ ଟିକେ ପୁରା ମାନେ ଛେଚିକି ତାକୁ ଗୁଣ୍ଡ କରିଦେବେନି, ଟିକେ ଟିକେ ଗୋଟାଳିଆ ରଖିବେ। ବର୍ତ୍ତମାନ ଆମର ଆଳୁ ଛେଚାଟା ହେଇଗଲାଣି। ଏବେ ଆମେ ଶୁଖିଲା ଲଙ୍କା, ଆମର ରସୁଣ ଆଉ ପିଆଜଟାକୁ ଭଲ ଭାବରେ ଛେଚିଦେବା। ଏବେ ଆମେ କିଛି ତେଲ ଆଡ଼ କରିନେବା। ତେଲଟା ଟିକେ ଗରମ ହେଇଗଲେ ଆମେ ସେଥିରେ କିଛି ଜିରା ଗୁଣ୍ଡ ପକାଇକି ତାକୁ ହାଲକା ଫ୍ଲେମ୍ରେ ଭାଜି ନେବା। ଆଉ ତାକୁ ଭଲ ଭାବରେ ଭାଜି ନେବା। ଏବେ ଆମେ ସେଥିରେ କିଛି ହଳଦୀ ଗୁଣ୍ଡକୁ ଆଡ଼୍ କରିନେବା। ଆଉ କିଛି ଲଙ୍କା ଗୁଣ୍ଡକୁ ଆଡ଼୍ କରିନେବା। ବଢ଼ିଆ ବାସ୍ନା ହେଉଛି। ଆପଣମାନେ ବି ତାକୁ ଘରେ ବନାତେ ନିଶ୍ଚୟ, ମାନେ ଏତେ ବଢ଼ିଆ ବାସ୍ନା ହେଉଛି, ଆପଣ ଚିକେନ୍ ମଟନ୍ ବି ଭୁଲିଯିବେ। ଏବେ ଆମର ଆଳୁ ଛେଚାଟି ପୁରା କମ୍ପ୍ଲିଟ୍ ହେଇଯାଇଛି। ତ ୟା ସହିତ ଆପଣ ପଖାଳ ସହିତ ୟାକୁ ଖାଇପାରିବେ, ନହେଲେ ରୁଟି ସହିତ ଖାଇପାରିବେ, ନହେଲେ ଆପଣ ପରଟା ସହିତ ମଧ୍ୟ ଖାଇପାରିବେ, ନହେଲେ ଆଉ ଗୋଟେ ବେଷ୍ଟ ଆଇଟମ୍ ଚକୁଳି ସହିତ ୟାକୁ ମଧ୍ୟ ଖାଇପାରିବେ। ବେଷ୍ଟ ହେବ ଚକୁଳି ସହିତ ୟାକୁ ଥରେ ଟ୍ରାଏ କରିକି ଦେଖନ୍ତୁ। ମୁଁ ଯେତେବେଳେ ବି ଖାଏ ଆଗ ଚକୁଳି ସହିତ ହିଁ ଖାଏ। ଚକୁଳି ସହିତ ଖାଇବାରେ ୟାର ପୁରା ଅଲଗା ପ୍ରକାର ନିଆରା ମଜା ଆସେ। ଆଉ ଆପଣମାନେ ମଧ୍ୟ ଘରେ ଆଳୁ ଛେଚାକୁ ଟ୍ରାଏ କରନ୍ତୁ, ଆଉ ନିଜେ ଖାଆନ୍ତୁ, ଅନ୍ୟମାନଙ୍କୁ ଖୁଆନ୍ତୁ। ଆଉ ଆମ ଭିଡ଼ିଓ ଟିକେ ଭଲ ଲାଗିଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, କମେଣ୍ଟ ଦିଅନ୍ତୁ। ଆଉ ଆଗକୁ ଆଗେଇ ଚାଲନ୍ତୁ। ଜୟ ଜଗନ୍ନାଥ।